পঙ্কে লুটে মরিষ প্রকৃতি মলে তোটে ମୁଁ ହେଉଛି ଏହାର ଜ୍ୱଳନ୍ତ ପ୍ରମାଣ। ଏଇ ଦେଖ, ଆରେ ଦେଖ ମୋ ଅବସ୍ଥା ଅସମ୍ଭାଳ। ଘର ବୁଡ଼ି ଆଣ୍ଠୁଏ ପାଣି, ତଥାପି ମୋ ଜୀବରେ ଲାଲସା ହିଁ ଲାଲସା। ଠିକ୍ ସେହିପରି ମୋର ରଜା ହେବାର ଯୋଜନା ଫସର ଫାଟିଛି। ରଜା ଠାରୁ ମୁଁ ତଡ଼ା ଖାଇଛି, ତଡ଼ା ଖାଇ। ଦେଖ, ଆରେ ଦେଖ ମୋ ଦେହରେ ଅନେକ କ୍ଷତ ଚିହ୍ନ। ଦୀର୍ଘ କେଇ ମାସ ହେବ ପାଉଛି ମୁଁ ଅନେକ ଯନ୍ତ୍ରଣା। ଦେହର ଯନ୍ତ୍ରଣା ଠାରୁ ମନର ଯନ୍ତ୍ରଣା ଆହୁରି ଯନ୍ତ୍ରଣାଦାୟକ। ଆରେ ଆସୁ ଆସୁ ଯେତେ ବାଧା, ପଡୁ ଯେତେ କଷ୍ଟ, ମୋର ଇଚ୍ଛା ସଫଳ ନ ହେବ ଯାଏ କେବେ ଛାଡ଼ିବିନି, କେବେ ଛାଡ଼ିବିନି। ବେଳେ ବେଳେ କୌଶଳ କଟାଇ କରାୟତ କରିବି ମାଣିକ ଗଡ଼। ସେହି ତ୍ରେତୀୟ ଯୁଗର କଥା, ବିଭୀଷଣ ଲଙ୍କପତି ରାବଣ ଠାରୁ ଗୋଇଠା ମାଡ଼ ଖାଇ ପ୍ରଭୁ ରାମଚନ୍ଦ୍ରଙ୍କ ପାଖରେ ଆଶ୍ରୟ ନେଲା। ରାବଣର ସବଂଶ ବିନାଶ କରି ଲଙ୍କାଗଡ଼ ରାଜସିଂହାସନ ଉପଭୋଗ କଲା। ଠିକ୍ ସେହିପରି ମୁଁ ବି ଦିନେ ଥିଲି ସେହି ମାଣିକ ରାଜ୍ୟର ସେନାପତି ବନାଗ୍ନି। ହେଲେ ମୋର କେଇଟା ଭୁଲ ପାଇଁ ରାଜା ମୋତେ ସେନାପତି ପଦବୀରୁ ବହିଷ୍କାର କରିଦେଲା। ଭାଇ ଅନେକ ମାଡ଼ ମାରି, ଅନେକ ନିର୍ଯାତନା ଦେଇ ମୋତେ ରାଜ୍ୟରୁ ବିତାଡ଼ିତ କରିଦେଲା। ବିତାଡ଼ିତ। ସେଇଦିନ ଠାରୁ ବିଭୀଷଣ ପରି ଗୁପ୍ତ ଭାବରେ ଏହି ଅଗନା ଅଗନି ବନସ୍ତରେ ସେହି ପୁଣ୍ଡରିକ ବୈଦ ଘରେ ମୁଁ ଆଶ୍ରୟ ନେଇଛି। ହଁ, ସେହି ପୁଣ୍ଡରିକ ବୈଦ ଘରେ ମୁଁ ଆଶ୍ରୟ ନେଇଛି। ବିଚାରା ମୋତେ ଅନେକ ସେବା ଶୁଶ୍ରୂଷା କରିଛି। ହୁଏତ ସେ ସେବା ଶୁଶ୍ରୂଷା କରିନଥିଲେ ମୁଁ ମରି ଯାଇଥାନ୍ତି। हे भगवान, तुमरी इच्छा पूर्ण हो जाओ प्रभु, तुमरी इच्छा पूर्ण हो जाओ। আজি मो लुहरे लिखुची गप। हाँ, আজি मो लुहरे लिखुची गप। फूलटिए भाभी सरा करे ताकू स्वप्न करी थिली मुही। फूलटिए भाभी सरा करे ताकू स्वप्न करी थिली मुही। कंडार पाटेरी আজি अछि আজি कंडार पाटेरी